ମା'ର ମମତା ସାତ ସପନ। ଜୀବଜଗତରେ ଜନ୍ମ ଲାଭ କରିବା ପରେ ସମସ୍ତ ସନ୍ତାନମାନଙ୍କ ପାଇଁ ଶ୍ରେଷ୍ଠ ସମ୍ପତ୍ତି ମା'ର କୋଳ। କିନ୍ତୁ ମନେହୁଏ ସ୍ରଷ୍ଟାଙ୍କର ନିୟମରେ ବ୍ୟତିକ୍ରମ ଦେଖାଦେଇଛି। ହଁ ଦର୍ଶକ ବନ୍ଧୁ, ଜାପାନର ଏକ ଚିଡ଼ିଆଖାନାରେ ଜନ୍ମ ଲାଭ କରିଥିବା ମାଙ୍କଡ଼ ଛୁଆ ପଞ୍ଚ ନାମରେ ଏବେ ସାରା ବିଶ୍ୱରେ ପରିଚିତ। ମାଙ୍କଡ଼ ଛୁଆଟି ଜନ୍ମ ହେବା ପରେ ତା ମା କୌଣସି ଏକ କାରଣ ନେଇ ପଞ୍ଚକୁ ଦୂରେଇ ଦେଇଛି। ଏପରିକି ମାଙ୍କଡ଼ ଦଳ ମଧ୍ୟ ମାଙ୍କଡ଼ ଛୁଆଟିକୁ ଗ୍ରହଣ କରୁନାହିଁ। ମା ପାଖକୁ ବାରମ୍ବାର ଗଲେ ମଧ୍ୟ ତା ମା ତାକୁ ଠେଲି ଦେଇ ଦୂରେଇ ଦେଉଛି। ସତରେ କେତେ ନିଷ୍ଠୁର ଏ ଦୁନିଆ। ଦଳଠାରୁ କିଛି ଦୂରରେ ରହି ମାଙ୍କଡ଼ ଛୁଆଟି ତାର ନିରିମାଖି ଆଖିରେ କଣେଇ କଣେଇ ଚାହୁଁଛି ମାଙ୍କଡ଼ମାନଙ୍କୁ। କେଡ଼େ ନିରୀହ ମାଙ୍କଡ଼ ଛୁଆଟି। ଚିଡ଼ିଆଖାନାର କର୍ତ୍ତୃପକ୍ଷଙ୍କ ଦ୍ୱାରା ଅବିକଳ ମାଙ୍କଡ଼ ପରି ଦେଖାଯାଉଥିବା ଏକ କଣ୍ଢେଇ ଦିଆଯାଇଛି। ମାଙ୍କଡ଼ ଛୁଆଟି କେତେବେଳେ କଣ୍ଢେଇ ସହିତ ଖେଳୁଛି ତ ଆଉ କେତେବେଳେ ମା କୋଳ ଭାବି କଣ୍ଢେଇ ସହିତ ଶୋଇଯାଉଛି। କଣ୍ଢେଇଟିକୁ ତା ପାଖରୁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଅଲଗା କରୁନାହିଁ। ନିଷ୍ଠୁର ଦୁନିଆର ବାସ୍ତବ ଚିତ୍ର। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।